ବହୁତ ଦିନ ପୂର୍ବରୁ ରଘୁ ନାମକ ଜଣେ ଗରିବ ଚାଷୀ ଏକ ଗାଁରେ ରହୁଥିଲେ। ତାଙ୍କର କେବଳ ଗୋଟିଏ ଛୋଟ ଜମି ଏବଂ ଗୋଟିଏ ପୁରୁଣା କୁଡ଼ିଆ ଥିଲା। ସେ ପ୍ରତିଦିନ କଠିନ ପରିଶ୍ରମ କରୁଥିଲେ। ଗୋଟିଏ ଦିନ ତାଙ୍କ କ୍ଷେତ ହଲ କରୁଥିବା ସମୟରେ ତାଙ୍କର ହଲ ହଠାତ୍ କିଛି ବାଜିଲା। ସେ ମାଟି ଖୋଲିଲେ ଏବଂ ଭିତରେ ସୁନାର ଏକ ପାତ୍ର ଆବିଷ୍କାର କଲେ। ରଘୁଙ୍କ ଆଖି ଖୁସିରେ ଚମକି ଉଠିଲା। ସେ କହିଲେ, ଏପରି ମନେ ହେଉଛି ଭାଗ୍ୟମୟ। ସେ ପାତ୍ରଟିକୁ କାନ୍ଧରେ ବୋହି ତାଙ୍କ କୁଡ଼ିଆକୁ ଫେରାଇ ଆଣିଲେ। ରାତିରେ ତାଙ୍କର ପୋଷା କୋପତ ଆସି ହାଣ୍ଡିରେ ଏକ ଅଣ୍ଡା ରଖିଲା। ପରଦିନ ସକାଳେ ଯେତେବେଳେ ଚାଷୀ ଦେଖିଲେ ସାଧାରଣ ଅଣ୍ଡାଟି ସୁନା ଅଣ୍ଡାରେ ପରିଣତ ହୋଇଗଲା, ସେ କହିଲେ, ବାଃ, ଏବେ ମୋର ଦାରିଦ୍ର୍ୟ ଦୂର ହେବ। ଦିନ ପରେ ଦିନ ଚାଷୀ ଏବଂ କୋପତ ପାତ୍ରରେ ଅନେକ ଅଣ୍ଡା ରଖିବାକୁ ଲାଗିଲେ ଏବଂ ସେଗୁଡ଼ିକ ସବୁ ସୁନାରେ ପରିଣତ ହୋଇଗଲା। ରଘୁ ବହୁତ ଖୁସି ହେଲା ଏବଂ ଭାବିଲା ଯେ ରାଜା ପରି ବଞ୍ଚିପାରିବ। ରାତିରେ ଅନ୍ଧାରରେ ଏକ ମୂଷା ଧୀରେ ଧୀରେ ପାତ୍ର ଭିତରକୁ ପ୍ରବେଶ କଲା। ସକାଳେ ଚାଷୀ ଦେଖିଲେ ଯେ ପାତ୍ରରୁ ହଜାର ହଜାର ମୂଷା ବାହାରି କୁଡ଼ିଆ ସାରା ବ୍ୟାପି ଯାଇଛି। ସମଗ୍ର ଘର ମୂଷାରେ ପୂର୍ଣ୍ଣ ହୋଇଗଲା। ସକାଳେ ଚାଷୀ ଦେଖିଲେ ଯେ ପାତ୍ରରୁ ହଜାର ହଜାର ମୂଷା ବାହାରି ଭୟରେ ଚାଷୀ ଏବଂ କୋପତ କୁଡ଼ିଆ ବାହାରକୁ ଦୌଡ଼ି ନିକଟସ୍ଥ ଏକ ଗଛ ଉପରେ ଚଢ଼ିଗଲେ। ରଘୁ ଚିତ୍କାର କଲା, ହେ ଭଗବାନ, ଆମ ଉପରେ କି ପ୍ରକାର ଅସୁବିଧା ଆସିଛି। ତାପରେ ସେ ସାହସ ସଂଗ୍ରହ କଲା। ସେ ଗଛରୁ ଡେଇଁ ପଡ଼ିଲା। କୌଣସି ପ୍ରକାରେ ପାତ୍ରଟିକୁ ଉଠାଇ କ୍ଷେତ ଆଡ଼କୁ ଦୌଡ଼ିଲା। ସେ କହିଲା, ଏହି ସୁନା ମୋ ପାଇଁ ନୁହେଁ, ଏହା ଏକ ଅଭିଶାପ। ସେ ପାତ୍ରଟିକୁ ଏକ ଗଭୀର ଗାତରେ ପୋତିଦେଲା।